ପିଲାମାନେ ତୁମମାନଙ୍କୁ ତୃତୀୟ ଅଧ୍ୟାୟ ଆଲୋଚନାକୁ ସ୍ୱାଗତ କରୁଛୁ। ପୂର୍ବବର୍ତ୍ତୀ ଅଧ୍ୟାୟରେ ଆମେ ହକି ପ୍ରବନ୍ଧର ଅନେକ ଗୁଡ଼ିଏ କଥା ଆଲୋଚନା କରିଥିଲେ। ଆଲୋଚନାର ପ୍ରସଙ୍ଗ ମୁଖ୍ୟତଃ ଖେଳର ପ୍ରକାର ଉପରେ ଥିଲା। ସାଧାରଣତଃ ଖେଳକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। କେତେକ ଖେଳକୁ ଘର ଭିତରେ ଖେଳାଯାଇଥାଏ, ଆଉ କେତେକ ଖେଳକୁ ଘର ବାହାରେ ଖେଳାଯାଇଥାଏ। ସେଥିରେ ଆମେ ଆଲୋଚନା କରିଥିଲେ ତାସ୍, ପଶା, ଲୁଡୋ, କ୍ୟାରମ, ଚେସ୍, ପିଙ୍ଗ ପଙ୍ଗ ଇତ୍ୟାଦି ଖେଳ ବିଷୟରେ, ଯେଉଁଗୁଡ଼ିକୁ ଘର ଭିତରେ ଖେଳିବାକୁ ପଡୁଥିଲା। ଆଉ ମଧ୍ୟ ଆମେ ଆଲୋଚନା କରିଥିଲେ ଡୁଡୁ, ଫୁଟବଲ, ହକି, କ୍ରିକେଟ, ଭଲିବଲ, ଖୋଖୋ ଇତ୍ୟାଦି ଖେଳ ଯେଉଁଗୁଡ଼ିକୁ ବାହାରେ ଖେଳାଯାଏ। ଏ କଥା ମଧ୍ୟ ଆମେ ଆଲୋଚନା କରିଥିଲେ। ତତ୍ ସହିତ ଆମେ ମଧ୍ୟ ଆଲୋଚନା କରିଥିଲେ ଟେବୁଲ ଟେନିସ୍, ପୁଚି ଇତ୍ୟାଦି ଖେଳ ଘରେ ଏବଂ ବାହାରେ ଉଭୟ ସ୍ଥାନରେ ଖେଳାଯାଇଥାଏ। ଏହି ଖେଳଗୁଡ଼ିକ ମଧ୍ୟରୁ ଅନେକ ଗୁଡ଼ିଏ ଖେଳ ବିଦେଶରୁ ସୃଷ୍ଟି ହୋଇଅଛି, ଅର୍ଥାତ୍ ବିଦେଶୀ ଲୋକମାନେ, ଭାରତ ବାହାରର ଲୋକମାନେ ସେହି ଖେଳକୁ ଖେଳୁଥିଲେ ଏବଂ ଅନୁମାନ କରାଯାଏ ସେଗୁଡ଼ିକ ସେହି ବିଦେଶରୁ ହିଁ ସୃଷ୍ଟି ହୋଇଅଛି। ଏଇ ଯେମିତି କ୍ରିକେଟ, ଏଇ ଯେମିତି ବେସବଲ ଇତ୍ୟାଦି ଇତ୍ୟାଦି ଖେଳ। ଠିକ ଅଛି ପିଲାମାନେ, ଆମମାନେ ଆଲୋଚନାକୁ ଆଗକୁ ଯିବା। ସେଥିରେ ମଧ୍ୟ ଆଲୋଚନାକୁ ଆଣିବା ବିଦେଶୀ ଖେଳ ଆଉ ଦେଶୀ ଆମ ଭାରତୀୟ ଖେଳ ଭିତରେ ପାର୍ଥକ୍ୟ କ'ଣ ରହିଛି। ଏହି ବିଦେଶୀ ଖେଳ ଭିତରୁ ଅଧିକାଂଶ ଖେଳ ମଧ୍ୟ ଭାରତରେ ଆଜିକାଲି ଭାରି ପ୍ରସିଦ୍ଧି ଲାଭ କରିଛି ଏବଂ ଅନେକ ଭଲ ଭଲ ଖେଳାଳି ଏହି ବିଦେଶୀ ଖେଳକୁ ଭାରତରେ ଖେଳି ସୁନାମ ଅର୍ଜନ କଲେଣି। ତ ପିଲାମାନେ ଖେଳର ପ୍ରକାର କଥା ଆଲୋଚନା କଲେ। ଆଜିର ଅଧ୍ୟାୟରେ ଆମେ ଏକ ନୂତନ ଅନୁଚ୍ଛେଦକୁ ପଢିବା, ସେଥିର ପ୍ରଶ୍ନ ଉତ୍ତର ଆଲୋଚନା ମଧ୍ୟ କରିବା ଏବଂ ତାକୁ ବୁଝିବାକୁ ଚେଷ୍ଟା କରିବା। ତ ପିଲାମାନେ ପ୍ରଥମେ ଆମେ ଅନୁଚ୍ଛେଦଟିକୁ ପଢି ନେବା। ପ୍ରଥମେ ଆମେ ସଚିତ୍ର ପଢିବା ଏବଂ ପରେ ପରେ ଆମେ ତାକୁ ବହି ପୃଷ୍ଠା ଅନୁଯାୟୀ ପଢି ନେବା ଏବଂ ତାପରେ ଆଲୋଚନା ଚକ୍ରକୁ ଯିବା। ଠିକ ଅଛି ପିଲାମାନେ, ତାହେଲେ ଆମେ ଆଗକୁ ଯିବା। ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ଦୁଇ ଦଳ ହୋଇ ଖେଳନ୍ତି। ପ୍ରତି ଦଳରେ 11 ଜଣ ଖେଳାଳି ରହନ୍ତି। ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ରହିଥାଏ। ଏହାକୁ ହକି ଷ୍ଟିକ୍ କୁହାଯାଏ। ଏହି ବାଡ଼ି ବା ଷ୍ଟିକ୍ର ଅଗ୍ରଭାଗ ଚେପଟା ଓ ବଙ୍କା। ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲକୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ। ପୂର୍ବକାଳରେ ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ। ସେମାନଙ୍କଠାରୁ ଗ୍ରୀସ୍ ଓ ରୋମର ଲୋକମାନେ ଏହି ଖେଳ ଶିକ୍ଷା କଲେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ତାର କେତେକ ବର୍ଷ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଖେଳ ସମିତି ଗଢ଼ାଗଲା। ଏହି ସମିତି ହକି ଖେଳର ନିୟମ କାନୁନ ପ୍ରସ୍ତୁତ କଲେ। ଏଥର ତୁମ ବହି ଅନୁଯାୟୀ ଆମେ ଅନୁଚ୍ଛେଦଟିକୁ ଟିକେ ପୁଣି ଥରେ ପଢିଦେବା, ତାପରେ ଆମେ ଆଲୋଚନାକୁ ଯିବା। ଠିକ ଅଛି, ତାହେଲେ ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ଦୁଇ ଦଳ ହୋଇ ଖେଳନ୍ତି। ପ୍ରତି ଦଳରେ 11 ଜଣ ଖେଳାଳି ରହନ୍ତି। ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ରହିଥାଏ। ଏହାକୁ ହକି ଷ୍ଟିକ୍ କୁହାଯାଏ। ଏହି ବାଡ଼ି ବା ଷ୍ଟିକ୍ର ଅଗ୍ରଭାଗ ଚେପଟା ଓ ବଙ୍କା। ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲକୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ। ପୂର୍ବକାଳରେ ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ। ସେମାନଙ୍କଠାରୁ ଗ୍ରୀସ୍ ଓ ରୋମର ଲୋକମାନେ ଏହି ଖେଳ ଶିକ୍ଷା କଲେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ତାର କେତେକ ବର୍ଷ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଖେଳ ସମିତି ଗଢ଼ାଗଲା। ଏହି ସମିତି ହକି ଖେଳର ନିୟମ କାନୁନ ପ୍ରସ୍ତୁତ କଲେ। ପିଲାମାନେ, ଆମେ ଅନୁଚ୍ଛେଦଟିକୁ ପଢ଼ା ଶେଷ କଲେ। ଆଜିର ଆଲୋଚ୍ୟ ଅନୁଚ୍ଛେଦ ଏତିକିରେ ହିଁ ସୀମିତ। ବର୍ତ୍ତମାନ ଆମେ ଏହି ଆଲୋଚନାକୁ ଆଗକୁ ନେବା ପାଇଁ କିଛି ପ୍ରଶ୍ନ, ଉତ୍ତର ଏବଂ ଆଲୋଚନାମୂଳକ ପଦକ୍ଷେପକୁ ଗ୍ରହଣ କରିବା। ଠିକ ଅଛି ପିଲାମାନେ, ତମମାନେ ଏହି ଆଲୋଚନା ଚକ୍ରରେ ସାମିଲ ରହିବ, ମନ ଦେଇ ଶୁଣିବ ଏବଂ ଏହି ଅନୁଚ୍ଛେଦ ବାବଦରେ ବିଶେଷ କଥା ଜାଣିପାରିବ। ଯିବା ତାହେଲେ। ପିଲାମାନେ, ବର୍ତ୍ତମାନ ଆମେ ଅନୁଚ୍ଛେଦଟିକୁ ପୁଣି ଥରେ ଦେଖିବା ଏବଂ ଏହି ଅନୁଚ୍ଛେଦଟି କେଉଁ ବାର୍ତ୍ତା ବହନ କରେ ତାହା ଶେଷରେ କହିବା।
ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ଦୁଇ ଦଳ ହୋଇ ଖେଳନ୍ତି। ପ୍ରତି ଦଳରେ 11 ଜଣ ଖେଳାଳି ରହନ୍ତି। ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ରହିଥାଏ। ଏହାକୁ ହକି ଷ୍ଟିକ୍ କୁହାଯାଏ। ଏହି ବାଡ଼ି ବା ଷ୍ଟିକ୍ର ଅଗ୍ରଭାଗ ଚେପଟା ଓ ବଙ୍କା। ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲକୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ। ପୂର୍ବ କାଳରେ ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ। ସେମାନଙ୍କଠାରୁ ଗ୍ରୀସ୍ ଓ ରୋମର ଲୋକମାନେ ଏହି ଖେଳ ଶିକ୍ଷା କଲେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ତାର କେତେକ ବର୍ଷ ପରେ ଗୋଟିଏ ଆନ୍ତର୍ଜାତିକ ହକି ଖେଳ ସମିତି ଗଢ଼ାଗଲା। ଏହି ସମିତି ହକି ଖେଳର ନିୟମ କାନୁନ ପ୍ରସ୍ତୁତ କଲେ। ତ ଆମେ ଅନୁଚ୍ଛେଦଟିକୁ ଏଥର ପଢ଼ିଲେ ପିଲାମାନେ। ତେବେ ଏ ଅନୁଚ୍ଛେଦଟି କେଉଁ ବାର୍ତ୍ତା ଦେଉଛି ତା ଆମେ ବୁଝିକରି କହିବା। କେଉଁ ବାର୍ତ୍ତା ଦେଉଛି ଟିକେ ମନେ ପକେଇ କହିଲ ତମମାନେ କହିପାରିବ? କୁହ ତାହେଲେ। ହଁ, ଠିକ କହିଲ। ଏହା ହକି ଖେଳର ଇତିହାସ ବାବଦରେ କହୁଛି। ବିଶେଷତଃ ହକି କିପରି ସୃଷ୍ଟି ହେଲା, ହକି କେମିତି ଭାବରେ ସବୁ ଦେଶ ଗ୍ରହଣ କଲେ ତାରି କଥା କହୁଛି, ଅର୍ଥାତ୍ ସେଇ ଇତିହାସ କହୁଛି। ଠିକ ଅଛି ପିଲାମାନେ, ପରବର୍ତ୍ତୀ କଥାକୁ ଯିବା। ପିଲାମାନେ ଆମେ ଆଲୋଚନା କରୁଥିବା ଅନୁଚ୍ଛେଦକୁ ବର୍ତ୍ତମାନ ଆମେ ବାକ୍ୟରେ ସଜେଇ ରଖିଛନ୍ତି। କିନ୍ତୁ କଥା ହେଉଛି ଏହା କ୍ରମରେ ନାହିଁ। ଏହାକୁ ଆମକୁ କ୍ରମରେ ରଖିବାକୁ ପଡ଼ିବ। ପ୍ରଥମେ ପଢ଼ି ବୁଝିବାକୁ ପଡ଼ିବ। କ'ଣ ଅଛି? ଏହାକୁ ହକି ଷ୍ଟିକ୍ କହନ୍ତି। ଏହି ବାଡ଼ି ବା ଷ୍ଟିକ୍ର ଅଗ୍ରଭାଗ ଚେପଟା ଓ ବଙ୍କା। ପ୍ରତି ଦଳରେ 11 ଜଣ ଖେଳାଳି ରହନ୍ତି। ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ରହିଥାଏ। ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲକୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ। ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ଦୁଇ ଦଳ ହୋଇ ଖେଳନ୍ତି। ଏଥିରୁ ଜଣାପଡ଼ୁଛି ଏଗୁଡ଼ିକ କ୍ରମରେ ନାହିଁ। ତେଣୁ ଆମେ ତାକୁ କ୍ରମରେ କେମିତି ସଜେଇବା ଦେଖିବା ତାହେଲେ। ଦେଖ, ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ଦୁଇ ଦଳ ହୋଇ ଖେଳନ୍ତି, ଠିକ୍। ପ୍ରତି ଦଳରେ 11 ଜଣ ଖେଳାଳି ରହନ୍ତି, ଠିକ୍। ପ୍ରତ୍ୟେକ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ଥାଏ, ଠିକ୍। ଏହାକୁ ହକି ଷ୍ଟିକ୍ କୁହାଯାଏ। ଏହି ବାଡ଼ି ବା ଷ୍ଟିକ୍ର ଅଗ୍ରଭାଗ ଚେପଟା ଓ ବଙ୍କା। ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲକୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ। ଆମେ ଏହାକୁ କ୍ରମରେ ସଜେଇ ଦେଲେ ଅନୁଚ୍ଛେଦର ଆଉ ଗୋଟିଏ ଅଂଶକୁ ଆମେ ଆଲୋଚନାକୁ ନେବା। ଏଇଠି ଦେଖିବା ବାକ୍ୟ ଗୁଡ଼ିକ କ୍ରମରେ ନାହିଁ। ପଢ଼ିବା ଟିକେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ଏହି ସମିତି ହକି ଖେଳର ନିୟମ କାନୁନ ପ୍ରସ୍ତୁତ କଲେ। ସେମାନଙ୍କଠାରୁ ଗ୍ରୀସ୍ ଓ ରୋମର ଲୋକମାନେ ଏହି ଖେଳ ଶିକ୍ଷା କଲେ। ତାର କେତେକ ବର୍ଷ ପରେ ଗୋଟିଏ ଆନ୍ତର୍ଜାତିକ ହକି ସମିତି ଗଢ଼ାଗଲା। ପୂର୍ବ କାଳରେ ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ। ତ ଏଗୁଡ଼ିକ ସବୁ ଅସଜଡ଼ା ହେଇକି ଅଛି। ଦେଖିବା ତାକୁ ସଜାଡ଼ିବା। ପୂର୍ବ କାଳରେ ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ। ସେମାନଙ୍କଠାରୁ ଗ୍ରୀସ୍ ଓ ରୋମର ଲୋକମାନେ ଏହି ଖେଳ ଶିକ୍ଷା କଲେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ତାର କେତେ ବର୍ଷ ପରେ ଗୋଟିଏ ଆନ୍ତର୍ଜାତିକ ହକି ଖେଳ ସମିତି ଗଢ଼ାଗଲା। ଏହି ସମିତି ହକି ଖେଳର ନିୟମ କାନୁନ ପ୍ରସ୍ତୁତ କଲେ। ଇଏ ହେଉଛି କ୍ରମରେ ସଜା ହେଇଛି। ଏଇଟା ଠିକ ହେଲା। ଏ କ୍ରମରେ ସଜା ହେଇନଥିଲା ଏଗୁଡ଼ିକ। ଠିକ ଅଛି ପିଲାମାନେ, ପରବର୍ତ୍ତୀ କଥାକୁ ଯିବା। ଆମମାନେ ପରବର୍ତ୍ତୀ କଥାରେ କ'ଣ ଅଛି ଦେଖିବା। ଶୂନ୍ୟ ସ୍ଥାନ ପୂରଣ କର। ଠିକ ଅଛି ପିଲାମାନେ, ଶବ୍ଦ ଖୋଜିବା ଆସ। କ'ଣ ଅଛି? ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ଡେସ୍ ହୋଇ ଖେଳନ୍ତି। କ'ଣ ହବ ଏଟାରେ ମନେ ପଡୁଛି? କହିଲ ଦେଖି କ'ଣ ହବ? ଡେସ୍ ହୋଇ ଖେଳନ୍ତି କହିପାରିବ? ଆଚ୍ଛା, ହଉ, ଠିକ ଅଛି। ଦୁଇ ଦଳ ହୋଇ ଖେଳନ୍ତି। ପ୍ରତି ଦଳରେ ଡେସ୍ ଖେଳାଳି ରହନ୍ତି। ହଁ, କହିଦେଲ। ଆଚ୍ଛା, ବଢିଆ କଥା। 11 ଜଣ ଖେଳାଳି ରହନ୍ତି। ପ୍ରତ୍ୟେକ ହାତରେ କାଠ ତିଆରି ଏକ ପ୍ରକାରର ଡେସ୍ ରହିଥାଏ। କ'ଣ ରହିଥାଏ? ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଏକ ପ୍ରକାରର କ'ଣ କହିବା? ବାଡ଼ି ରହିଥାଏ। ଏହାକୁ ଡେସ୍ କୁହାଯାଏ। କ'ଣ କହନ୍ତି ଏହି ବାଡ଼ିକୁ? କହିପାରିବ ପିଲାମାନେ ମନେ ପକେଇକି? ଏହାକୁ ଆମେ କହୁ ହକି ଷ୍ଟିକ୍। ଏହି ବାଡ଼ି ବା ଷ୍ଟିକ୍ର ଅଗ୍ରଭାଗ ଚେପଟା ଓ କ'ଣ କହିପାରିବ? ଚେପଟା ଓ ବଙ୍କା। ବଢିଆ, ବହୁତ ବଢିଆ ଉତ୍ତର। ଏହା ସାହାଯ୍ୟରେ ଗୋଟିଏ ଛୋଟ ବଲକୁ ଛୋଟ ଆଉ କ'ଣ? ଛୋଟ ଏବଂ ନିଦା ବଲକୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ। ପୂର୍ବ କାଳରେ ହକି ପରି ଗୋଟିଏ ଡେସ୍ ଖେଳ ଡେସ୍ ଲୋକମାନେ ଖେଳୁଥିଲେ। କେଉଁ ଲୋକମାନେ ଖେଳୁଥିଲେ? ପାରସ୍ୟର ଲୋକମାନେ ଖେଳୁଥିଲେ। ସେମାନଙ୍କଠାରୁ ଗ୍ରୀସ୍ ଓ ଡେସ୍ ଲୋକମାନେ
ଏହି ଖେଳ ଶିକ୍ଷା କଲେ କେଉଁ ଲୋକମାନେ? ରୋମର ଲୋକମାନେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ ଡେସ୍ ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। କେଉଁ ମସିହାରେ? 1875 ମସିହାରେ। ତାର କେତେକ ବର୍ଷ ପରେ ଗୋଟିଏ ଡେସ୍ ହକି ଖେଳ ସମିତି ଗଢ଼ାଗଲା। କଣ? ଗୋଟିଏ ଆନ୍ତର୍ଜାତୀୟ ହକି ଖେଳ ସମିତି ଗଢ଼ାଗଲା। ଏହି ସମିତି ହକି ଖେଳର କଣ ପ୍ରସ୍ତୁତ କଲେ? ହକି ଖେଳର କଣ ପ୍ରସ୍ତୁତ କଲେ କହିପାରିବ? ନିୟମ କାନୁନ ପ୍ରସ୍ତୁତ କଲେ। ପିଲାମାନେ, ଏଥର ଆମେ ଶବ୍ଦ ଖୋଜିବା ଶିଖିଲେ, ଶବ୍ଦଗୁଡ଼ିକୁ ଠିକ୍ ସ୍ଥାନରେ ଲଗେଇ ପାରିଲେ ଏବଂ ଅନୁଚ୍ଛେଦଟିକୁ ମଧ୍ୟ ସମ୍ପୂର୍ଣ୍ଣ ଆମେ ବୁଝିପାରିଲେ। ପରବର୍ତ୍ତୀ କଥାକୁ ଯିବା। ଠିକ୍ ଅଛି। ସୁନାରେ ତିଆରି ମୁଦି କଣ ହବ ପିଲାମାନେ? ସୁନାରେ ତିଆରି ମୁଦି। ପ୍ଲାଷ୍ଟିକରେ ତିଆରି ମଗ କଣ ହବ? ତମ୍ବାରେ ତିଆରି ତାର କଣ ହବ? ପିତ୍ତଳରେ ତିଆରି ଗ୍ଲାସ୍ କଣ ହବ? ମାଟିରେ ତିଆରି ଇଟା କଣ ହବ? ରୂପାରେ ତିଆରି ପାଉଁଜି କଣ ହବ? ଦେଖିବା କଣ ହବ ଏସବୁର ଉତ୍ତର। ଠିକ୍ ଅଛି। ଲୁହାରେ ତିଆରି କତା ହେଲା ଲୁହା କତା। ସୁନାରେ ତିଆରି ମୁଦି ହେଲା ସୁନା ମୁଦି। ପ୍ଲାଷ୍ଟିକରେ ତିଆରି ମଗକୁ କହିବା ପ୍ଲାଷ୍ଟିକ ମଗ। ତମ୍ବାରେ ତିଆରି ତାରକୁ କହିବା ତମ୍ବା ତାର। ପିତ୍ତଳରେ ତିଆରି ଗ୍ଲାସକୁ କହିବା ପିତ୍ତଳ ଗ୍ଲାସ। ମାଟିରେ ତିଆରି ଇଟାକୁ କହିବା ମାଟି ଇଟା। ରୂପାରେ ତିଆରି ପାଉଁଜିକୁ କହିବା ରୂପା ପାଉଁଜି। ଠିକ୍ ହେଇଗଲା। ତମମାନେ ତ ବୁଝିପାରିଲ, ମନେ ପକେଇ ପାରିଲ। ଏମିତି ଆମେ କହନ୍ତି, ରୂପାରେ ତିଆରି ଇଟା, ମାଟିରେ ତିଆରି, ରୂପାରେ ତିଆରି ପାଉଁଜି, ରୂପାରେ ତିଆରି ଗହଣା, ମାଟିରେ ତିଆରି ଇଟା, ମାଟିରେ ତିଆରି ବାସନ, ପିତ୍ତଳରେ ତିଆରି ଗ୍ଲାସ, ପିତ୍ତଳରେ ତିଆରି ଗଢୁ, ତମ୍ବାରେ ତିଆରି ତାର, ତମ୍ବାରେ ତିଆରି ବାସନ। ଏମିତି ଆମେ ଅନେକ କଥା କହୁ, ନାହିଁ କି? ଠିକ୍ ଅଛି, ବୁଝିହେଲା। ପରବର୍ତ୍ତୀ କଥାକୁ ଯିବା। ଯେପରି ଚେପଟା ଓ ବଙ୍କା, ଓ ଲଗେଇ ଶବ୍ଦ ତିଆରି କରିବା, ଯୋଡ଼ି ଶବ୍ଦ। ଯେପରି ଚେପଟା ଓ ବଙ୍କା, ସେହିପରି କିଛି ଶବ୍ଦ କୁହ। ଠିକ୍ ଅଛି, ସେହିପରି ଶବ୍ଦ କହିବା, ଆଲୋଚନାକୁ ଆଣିବା। ହଁ, ପାଠୁଆ ଓ ଚାଲାକ। କଣ ଆସିଲା ଶବ୍ଦଟି? ପାଠୁଆ ଓ ଚାଲାକ। ବଳୁଆ ଓ ବୁଦ୍ଧିଆ। ଗଭୀର ଓ ଦଳୁଆ। ବଙ୍କା ଓ ପ୍ରଖର। ଡେଙ୍ଗା ଓ ଗହଳ। ନମ୍ର ଓ ଜ୍ଞାନୀ। ପତଳା ଓ ଶକ୍ତ। ତାକୁ ବାକ୍ୟରେ ବ୍ୟବହାର କରିକି ଦେଖିବା। ଶ୍ରମିକ ଜଣଙ୍କ ପାଠୁଆ ଓ ଚାଲାକ ଜଣା ପଡୁଛନ୍ତି। ହେଇଗଲା ବାକ୍ୟଟିଏ, ସୁନ୍ଦର ବାକ୍ୟଟିଏ ହେଇଗଲା, ନାଇଁ କି? ପରବର୍ତ୍ତୀ କଥାକୁ ଯିବା। ସେ ବଳୁଆ ଓ ବୁଦ୍ଧିଆ ହୋଇଥିବାରୁ ରକ୍ଷା ପାଇଗଲା। ବଢିଆ ବାକ୍ୟଟିଏ। ପୋଖରୀଟି ଅତ୍ୟନ୍ତ ଗଭୀର ଓ ଦଳୁଆ। ଏଟା ବୁଝିହେଲା। ଆମ ଗାଁ ନଦୀଟି ବଙ୍କା ଓ ପ୍ରଖର। ବୁଝି ହଉଛି। ଏହି ଜଙ୍ଗଲଟି ଡେଙ୍ଗା ଓ ଗହଳ। ବୁଝିହେଲା। ପଣ୍ଡିତେ ଭାରି ନମ୍ର ଓ ଜ୍ଞାନୀ ବୋଲି ମାମୁଁ କହିଲେ। ବୁଝି ହଉଛି କଥାଟି। ଶାଢ଼ୀଟି ଭାରି ପତଳା ଓ ଶକ୍ତ। ଏମିତି ଆମେ ଶବ୍ଦ ଗୁଡ଼ିଏ ନେଇ ବାକ୍ୟରେ ବ୍ୟବହାର କରିବା। ଏମିତି କରିବା ଦ୍ୱାରା ଆମେ ଭଲ ସାହିତ୍ୟ ଲେଖିପାରିବା। ସାହିତ୍ୟ ପ୍ରତି ରୁଚି ମଧ୍ୟ ଆମର ସୃଷ୍ଟି ହେବ। ତୁମେମାନେ ଖାତାରେ ଏଇଭଳି ଅନେକ ଶବ୍ଦ ଲେଖିବ, ଶିକ୍ଷକଙ୍କୁ ଦେଖେଇବ। ମନେ ରହିଲା? ଏଇଟା ହେଉଛି ତୁମ ପାଇଁ କାମ। ପରବର୍ତ୍ତୀ କଥାକୁ ଯିବା। କଣ କହିବା ପିଲାମାନେ? ଦୁର୍ବଳ ହେଲେ ମଧ୍ୟ ଚାଲାକକୁ, ଶ୍ରମିକ ଜଣକ ଦୁର୍ବଳ ହେଲେ ମଧ୍ୟ ଚାଲାକ ଜଣା ପଡୁଛନ୍ତି। ଡରୁଆ ହେଲେ ମଧ୍ୟ ବୁଦ୍ଧିଆକୁ ବାକ୍ୟରେ କଣ କରିବା? ସେ ଡରୁଆ ହେଲେ ମଧ୍ୟ ବୁଦ୍ଧିଆ ହେଇଥିବାରୁ ରକ୍ଷା ପାଇଗଲା। ପୋଖରୀଟି ଅତ୍ୟନ୍ତ ଗଭୀର ହେଲେ ମଧ୍ୟ ପରିଷ୍କାର। ଠିକ୍ ସେମିତି ମୋ ସାଙ୍ଗ ନମ୍ର ହେଲେ ମଧ୍ୟ କ୍ରୋଧୀ। ଏ ଗୋଟେ ବାକ୍ୟ। ପଣ୍ଡିତେ ଡେଙ୍ଗା ହେଲେ ମଧ୍ୟ ନମ୍ର। ବୁଝିହେଲା। ଶାଢ଼ୀଟି ଭାରି ପତଳା ହେଲେ ମଧ୍ୟ ଶକ୍ତ। ଆମେ ହେଲେ ମଧ୍ୟ ବ୍ୟବହାର କରିକି ବାକ୍ୟ ରଚନା ଶିଖିଗଲେ। ତ ପିଲାମାନେ, ଆମେ ଆଉ ଗୋଟିଏ ଆଲୋଚନାକୁ ଯିବା। ଏଠି ତୁମମାନଙ୍କ ପାଇଁ ପ୍ରଶ୍ନ ରହିଛି। ଏ ପ୍ରଶ୍ନକୁ ପଢି ତୁମମାନେ ଉତ୍ତର କହିବ। ମତେ କୁହ, ହକି ଖେଳରେ କେତୋଟି ଦଳ ଆବଶ୍ୟକ? କହିପାରିବ? ହକି ଖେଳ ଖେଳିବା ପାଇଁ ଅନ୍ୟୁନ 2ଟି ଦଳ ପରସ୍ପର ମଧ୍ୟରେ ଖେଳିବେ। ତେଣୁ କଣ କହିବା? ହକି ଖେଳରେ 2ଟି ଦଳ ଆବଶ୍ୟକ। ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଛି, ହକି ଖେଳରେ ପ୍ରତି ଦଳରେ କେତେ ଜଣ ଖେଳାଳି ଖେଳନ୍ତି? କହିପାରିବା କେତେ ଜଣ? 11 ଜଣ ଖେଳାଳି ଖେଳନ୍ତି। ପୁଣି ଆଉ ଗୋଟିଏ ପ୍ରଶ୍ନ ତମର ପାଇଁ, ହକି ଷ୍ଟିକ୍ର ଆକାର ଓ ଆକୃତି କିପରି ହୋଇଥାଏ? ଆକାର ହେଉଛି
से टिके चेपटा एवं बंका एमती हॉकी स्टिक होता है चेपटा एवं बंका ठीक अच्छी आम ठीक आलोचना कले हॉकी स्टिक टी चेपटा एवं बंका एमती चित्र जेमती देखुच एमती आधुनिक हॉकी केबे आरंभ होइतिला प्रश्नटी मने पकई को आधुनिक हॉकी प्रथमे केबे अर्थ केउ मसिया रे आरंभ होइतिला कहि परिबो 1875 मसिया रे केते 1875 मसिया रे आरंभ होइतिला मन रहला केते मसिया रे 1875 मन रखिबो एटा को तापरे जिबा अंतर्जातीय हॉकी खेल समिति केबे गठन हैला केबे गठन हैला तार किछि वर्ष परे आधुनिक हॉकी खेल जब आरंभ हैला तार किछि वर्ष परे अंतर्जातीय हॉकी खेल समिति गठन होइथिला ठीक अछि पिला माने हम माने एथर प्रश्नर उत्तर मध्य आलोचना करनेले ठीक अछि पिला माने आजिर अध्याय को शेष करिबा पूर्वरु आमे जेउ अनुच्छेदटी को पढुछंती से अनुच्छेदर सारांश आलोचना करिनेबा एवं आजिर आलोचना को सारिबा पिला माने तमे टिके मने पकई नियो मु जो कथा कहूची मन दे सुनि नियो मने पकई नि आमे से कथा आलोचना करचंती कि नाही फुटबॉल खेल परी हॉकी रे दुईटी दल भाग नियंती ए कथा आलोचना हेतिला हॉकी रे मध्य 11 जन खेलंती किंतु मजा कथा होउची हॉकी रे जे गोलकीपर रहंती तांकर पोशाक तमे माने देखिछ से महाकाश यात्री भलिया दिसंती तांकर भूमिका बहु गुरुत्वपूर्ण ठीक कथा से बाड़ीटी को कौन कहती ताले हॉकी स्टिक कहती नुहे कि से बाटी केमितिका चेपटा लंबालिया से केउ प्रकार बॉल खेला जाए गोटे निदा बॉल टे को खेलती मन रहला अच्छा से छोट बॉल केमिति खेलती गड़े गड़े खेलती तापरे ताको खेल केमिति मजा आसे खेल रे ना गोल दियंती प्रतिपक्ष ये दल से दल को गोल दियंती से दल ए दल को गोल दियंती अच्छी से कौन अच्छी कहला से गोलकीपर जगी था जोटा से गोल एरिया से एरिया रे गोल दिया जाए ठीक अच्छे पिला माने हाँ आउ गोटे कथा हम आलोचना करचंती से होचे पूर्व काल रे हॉकी परी गोटे खेल पारस्य लोक माने खेलुतले ए कथा मध्ये आलोचना हेची आ से पारस्य खेल को देखी ग्रीस या रोम रो लोक ताको सिखिले एवं खेलिले से खेलटा को तापरे परे 1875 मसिया रे गोटे परिवर्तन आसिला से आधुनिक हॉकी खेल सेबेठू आरंभ हैला तार किछि वर्ष परे जाई कि अंतर्जातीय स्तर रे गोटिए हॉकी समिति तयारी हैला ताको कहंती हॉकी खेल समिति से समिति तयारी हैला परे हॉकी खेलर नियम कानून दल समस्त कथा से माने प्रस्तुत कले तापरे जाई कि सारा विश्व को हॉकी खेल व्यापिला तो पिला माने आमे एई अध्याय रे आलोचना कले हॉकी खेलर इतिहास ठीक अछि एवं हॉकी खेल किपरि हुए ठीक अछि पिला माने आमे यार परवर्ती अनुच्छेद को परवर्ती अध्याय रे आलोचना करिबा तुम मानक पई प्रश्न उत्तर एतिकी रहिला तुम मानक पई काम मध्य रहिछि जे तुमे माने तालिका प्रस्तुत करिवो हॉकी खेलाड़ी मानकर भारतीय हॉकी खेलाड़ी मानकर वर्तमान भारतीय हॉकी खेलाड़ी मानकर एक तालिका प्रस्तुत करी शिक्षक को देखिबो एटा होछि तुम पई काम तुमे माने ए वीडियो को प्रथम रे शेष पर्यंत देखिलो बहुत कथा शिखिलो तुम मानकु शुभेच्छा तुम मानकु श्रद्धा आ आशीष दिया जाउछि तुम माने भलरे रुह एवं मन देई पाठ पढ़ खुशी रे शिखिबा समस्तंकर अधिकार नमस्कार खुशी रे शिखिबा समस्तंकर अधिकार नमस्कार।